ହାଇ ସାଙ୍ଗମାନେ ଜୟ ଜଗନ୍ନାଥ ସ୍ୱାଗତ କରୁଛୁ ନୂଆ ଭିଡ଼ିଓକୁ। ଦେଖନ୍ତୁ ଆପଣଙ୍କର ଗୋଟେ ଆଡମିସନ ରିଲେଟେଡ୍ ଭିଡ଼ିଓ ଆପଣଙ୍କର ଇଏ ରହିଅଛି, ଯୋଉଟା କି ଆପଣଙ୍କର ଫକୀରମୋହନ ୟୁନିଭର୍ସିଟି ଥ୍ରୋରେ ଆପଣଙ୍କର ଇଏ ଆଡମିସନଟି କରାଯିବ। ଯୋଉମାନେ ଡିଷ୍ଟାନ୍ସ ମୋଡରେ ଆପଣଙ୍କ କରିବା ପାଇଁ ଚାହୁଁଥିଲେ, ପିଜି, ଅଣ୍ଡର ଗ୍ରାଜୁଏଟ୍, ଗ୍ରାଜୁଏଟ୍ ଏଇ ସବୁ ଆପଣଙ୍କର ଯୋଉ କୋର୍ସ କରିବା ପାଇଁ ଚାହୁଁଥିଲେ ପୋଷ୍ଟ ଗ୍ରାଜୁଏଟ୍, ତ ସେମାନେ କରିପାରିବେ ଡିଷ୍ଟାନ୍ସରେ। ଦେଖନ୍ତୁ ଏଇଠି ଆପଣଙ୍କର ଲେଖା ହେଲା ସେଣ୍ଟର ଫର ଡିଷ୍ଟାନ୍ସ ଆଣ୍ଡ ଅନଲାଇନ ଏଜୁକେସନ, CDOE, ସେଣ୍ଟର ଫର ଡିଷ୍ଟାନ୍ସ ଆଣ୍ଡ ଅନଲାଇନ ଏଜୁକେସନ। ଡିଷ୍ଟାନ୍ସ ଆପଣଙ୍କର ଏ ଡିଷ୍ଟାନ୍ସ କୋର୍ସ ରହିବ ଏବଂ ଅନଲାଇନରେ ଆପଣମାନେ এই କୋର୍ସଟି କରିପାରିବେ ଆପଣଙ୍କ ଘରେ ରହିକି। ଠିକ ଅଛି, ତ ଏ ଆପଣଙ୍କର ଫକୀରମୋହନ ୟୁନିଭର୍ସିଟି ଥ୍ରୋରୁ ଆପଣଙ୍କର ଇଏ ଇସ୍ୟୁ କରାଗଲା ନୋଟିଫିକେସନଟି। କେମିତି କ'ଣ ଆପଣମାନେ ଆଡମିସନ କରିପାରିବେ ସେ ଦେଖନ୍ତୁ ଡିଟେଲ୍ସ। ତ ଇଏ ଆପଣଙ୍କର ଅଲ୍ କ୍ୟାମ୍ପସ ରହିଛି ଆଡମିସନ ନୋଟିଫିକେସନ 25-26 ପାଇଁ ଆପଣଙ୍କର ରହିଅଛି। ତ ଏଠି ଆପଣଙ୍କ ଲେଟର ନମ୍ବର ମଧ୍ୟ ଦିଆଯାଇଛି ଏବଂ ଏଠି ଆପଣଙ୍କର ଡେଟ୍ ଅଫ ଇସ୍ୟୁ ଆପଣଙ୍କର ଯୋଉ ନୋଟିଫିକେସନ ତାହା ଦିଆଯାଇଛି। ଦେଖନ୍ତୁ କ'ଣ ଲେଖା ହେଲା ଆପଣଙ୍କର ଆପ୍ଲିକେସନ ଆର୍ ଇନଭାଇଟ୍ ଫର୍ ଏଲିଜିବଲ୍ କ୍ୟାଣ୍ଡିଡେଟ୍ ଫର୍ ଆଡମିସନ ଇନଟୁ ଫଲୋଇଂ UGC ଆପ୍ରୁଭ୍। ଆପଣଙ୍କର UGC ଆପ୍ରୁଭ୍ ରହିଛି ଆପଣଙ୍କର ଯୋଉ ଡିଷ୍ଟାନ୍ସ ଏଜୁକେସନଟି ପ୍ରୋଗ୍ରାମ UG ଏବଂ PG। ଆପଣଙ୍କର UG କୋର୍ସ ଏବଂ PG କୋର୍ସ এই ଦୁଇଟି କୋର୍ସ ପାଇଁ ଆପଣଙ୍କର ଏଥିରେ ଆଡମିସନ କରାଯିବ ଆପଣଙ୍କର ଶିକ୍ଷାବର୍ଷ 25-26 ପାଇଁ। ଠିକ ଅଛି, ଏକାଡେମିକ ଇୟର 25-26 ଆପଣଙ୍କ ମେନସନ କରାଗଲା। ତ ଦେଖନ୍ତୁ କେମିତି କ'ଣ କରିବେ ଆପଣଙ୍କର ଆଡମିସନ ଏଠି ଏବଂ କୋର୍ସ ଡିଟେଲ ଦେଖନ୍ତୁ। ଫାର୍ଷ୍ଟ ଆପଣଙ୍କୁ ଦିଆଗଲା ଏଠି କୋର୍ସ ଅଫର ଆପଣଙ୍କୁ ଦେଖନ୍ତୁ ମେନସନ କରାଯାଇଛି। ପୋଷ୍ଟ ଗ୍ରାଜୁଏସନ ଦେଖନ୍ତୁ କ'ଣ କ'ଣ ଆପଣମାନେ କରିପାରିବେ ନା ପିଜି କୋର୍ସ ରହିଅଛି ଡିଷ୍ଟାନ୍ସରେ ଆପଣଙ୍କର ଡ୍ୟୁରେସନ 2 ଇୟର ସବୁ ରହିଅଛି। ଠିକ ଅଛି, ଇନଟେକ୍ କାପାସିଟି ଆପଣଙ୍କ ଦେଖନ୍ତୁ ଯୋଉମାନେ ଆପଣଙ୍କ MA କରିବେ ଓଡ଼ିଆରେ 120ଟି ଆପଣଙ୍କର ସିଟ୍ ରହିଅଛି। ଏନି ଗ୍ରାଜୁଏଟ୍ ଆପଣଙ୍କ ଏଲିଜିବିଲିଟି ହେଲା ଏନି ଗ୍ରାଜୁଏଟ୍। ତ ଆପଣ ଯଦି ଗ୍ରାଜୁଏସନ କରିଛନ୍ତି ତାହେଲେ ଆପଣମାନେ MA ଓଡ଼ିଆରେ ଆପଣମାନେ ଏଠି ଡିଷ୍ଟାନ୍ସରେ କୋର୍ସ କରିପାରିବେ ଆପଣଙ୍କର PG କୋର୍ସ। ଠିକ ଅଛି, ତ ଏଇ ଟାଇପର ଆପଣଙ୍କ ଦେଖନ୍ତୁ ଏଠି ସବୁଥର ରହିଅଛି। ଦେଖନ୍ତୁ ଏଠି ଆପଣଙ୍କର MA ଇଂଲିଶ ରହିଅଛି, MA ସାଂସ୍କ୍ରିଟ ରହିଅଛି। ଠିକ ଅଛି, ଦେନ୍ ସେଇ ଟାଇପର ଦେଖନ୍ତୁ MA ଇକୋନୋମିକ୍ସ ରହିଅଛି 2 ଇୟର ଆପଣଙ୍କର। ଏଠି ଦେଖନ୍ତୁ ତା ସହିତ ଆପଣଙ୍କର ଯୋଉ କାପାସିଟି ଆପଣଙ୍କର ଯୋଉ ସିଟ୍ ରହିଅଛି ତା ମଧ୍ୟ ଆପଣଙ୍କ ମେନସନ କରାଯାଇଛି। ଠିକ ଅଛି, MA ଇନ୍ ପଲିଟିକାଲ ସାଇନ୍ସ, ହିଷ୍ଟ୍ରି, ସୋସିଓଲୋଜି, ସୋସିଆଲ ୱାର୍କ, ଏଜୁକେସନ, ମାଷ୍ଟର ଇନ୍ କମର୍ସ, MLIS। ଠିକ ଅଛି, ତ ସବୁ କିଛି ଆପଣଙ୍କର ଏଠି କୋର୍ସ ରହିଅଛି PG କୋର୍ସ ଏବଂ ଆପଣମାନେ ଦେଖିପାରୁଥିବେ ଆପଣଙ୍କର କାପାସିଟି ସବୁ ଦିଆଯାଇଛି, ନମ୍ବର ଅଫ କ୍ୟାପାସିଟି ଆପଣଙ୍କର ଯୋଉଟା କି ଆପଣଙ୍କର ଆଡମିସନ ସିଟ୍। ଠିକ ଅଛି, ଦେନ୍ ସେଇ ଟାଇପର ଦେଖନ୍ତୁ ଅଣ୍ଡର ଗ୍ରାଜୁଏଟ୍ ଆପଣଙ୍କର ଯୋଉଟା କି ଗ୍ରାଜୁଏସନ, ତ କୋଉମାନେ କରିପାରିବେ ନା ଯୋଉମାନେ +2 ଆପଣଙ୍କର ପାସ୍ ଆଉଟ୍ ହେଇଥିବେ କିମ୍ବା ଆପଣଙ୍କର ଯୋଉମାନେ ଏବେ ଲାଷ୍ଟ ଇୟର ଯୋଉମାନେ ଅଛନ୍ତି ସେମାନେ ମଧ୍ୟ ଏଥିରେ ଆପ୍ଲାଏ କରିପାରିବେ। ଠିକ ଅଛି, ତ ଆପଣମାନେ ଇଏ ମଧ୍ୟ ଡିଷ୍ଟାନ୍ସରେ କରିପାରିବେ ଯଦି ଆପଣମାନେ ରେଗୁଲାର କରିପାରୁନାହାନ୍ତି। ତ BA ଇନ୍ ଓଡ଼ିଆ ଅନର୍ସ ଆପଣମାନେ ଅନର୍ସ ନେବେ ଓଡ଼ିଆ ଏବଂ ଆପଣଙ୍କ ଇଏ 4 ଇୟରର କୋର୍ସ ରହିବ NEP 2020 ଅନୁସାରେ ଆପଣଙ୍କର 4 ଇୟରର କୋର୍ସ ଆପଣଙ୍କର ରହିବ ଯୋଉଟା କି ଆପଣଙ୍କର ଅଣ୍ଡର ଗ୍ରାଜୁଏଟ୍। ଠିକ ଅଛି, କିନ୍ତୁ ଆପଣଙ୍କର BA ଇଂଲିଶ ଅନର୍ସ ରହିଛି, ସାଂସ୍କ୍ରିଟ ଅନର୍ସ ରହିଅଛି, BA ଇକୋନୋମିକ୍ସ ଅନର୍ସ ରହିଛି, ପଲିଟିକାଲ ସାଇନ୍ସ, ହିଷ୍ଟ୍ରି, BA ଇନ୍ ସୋସିଓଲୋଜି ଅନର୍ସ ତା ମଧ୍ୟ ଆପଣଙ୍କର 4 ଇୟର କୋର୍ସ ରହିଅଛି। ଏଥିରେ ଆପଣଙ୍କର +2 ପାସ୍ କରିଥିବା ପିଲାମାନେ ଆପ୍ଲାଏ କରିପାରିବେ। ଠିକ ଅଛି, ଦେନ୍ ଆପଣଙ୍କର BBA କୋର୍ସ। ଠିକ ଅଛି, ଦେନ୍ ଆପଣଙ୍କର BA ଏଜୁକେସନ ଅନର୍ସ କୋର୍ସ, ଦେନ୍ ଆପଣଙ୍କର BCom କୋର୍ସ, BLIS କୋର୍ସ ଏ ଆପଣଙ୍କ ସବୁ କୋର୍ସ ରହିଅଛି ଏବଂ ଏଇ କୋର୍ସ ପାଇଁ ଆପଣମାନେ ଡିଷ୍ଟାନ୍ସରେ ଆପ୍ଲାଏ କରିପାରିବେ ଆପଣଙ୍କ ଡିଷ୍ଟାନ୍ସରେ କୋର୍ସ କରିବା ପାଇଁ। ଠିକ ଅଛି, ଦେନ୍ ଦେଖନ୍ତୁ ଆପଣଙ୍କ ଏଠି ମେନସନ କରାଗଲା ରେଗୁଲାର PG ଏବଂ UG continuing student are also eligible for apply for the admission in above ODL program under dual degree mode। ଆପଣମାନେ ଦୁଇଟା ଡିଗ୍ରୀ ମଧ୍ୟ ଆପଣମାନେ କରିପାରିବେ ଯୋଉଟା କି ଆପଣଙ୍କ କଣ୍ଟିନ୍ୟୁ ଏବଂ ଆପଣଙ୍କ ଡିଷ୍ଟାନ୍ସ। ଠିକ ଅଛି, ଦେନ୍ ଦେଖନ୍ତୁ ଆପଣଙ୍କ ଅଲ୍ ପ୍ରୋଗ୍ରାମ୍ସ ଆର୍ recognized by UGC are same in status with degree offered by the regular universities। ତ ଆପଣଙ୍କର ଏଇ ଯୋଉ କୋର୍ସଟା ଆପଣମାନେ କରିବେ ସେ ୟୁନିଭର୍ସିଟି ଆପଣଙ୍କର ଡିଷ୍ଟାନ୍ସ କୋର୍ସ ପାଇଁ ଆପଣଙ୍କ UGC ମାନ୍ୟତା ଆପଣଙ୍କର ରହିଅଛି। ଠିକ ଅଛି, ତ କିଛି ଆପଣଙ୍କ ଟେନସନ ନେବାର ନାହିଁ ଏଥିରେ। ଦେନ୍ ଦେଖନ୍ତୁ ଆଉ କ'ଣ ରହିଛି ଡିଟେଲ୍ସ ନା ଆପଣଙ୍କର ଆଡମିସନ କେମିତି କ'ଣ କରିବେ ତା ରିଲେଟେଡ୍ ଆପଣଙ୍କର ଏଇଠି କିଛି ଇନଫର୍ମେସନ ଦିଆଗଲା। ଦେଖନ୍ତୁ ଯେମିତି କି ରହିଛି ଏଠି ଆପଣଙ୍କ ଦେଖନ୍ତୁ ସାଇଟ୍ ଦିଆଯାଇଛି, ସାଇଟ୍କୁ ଆପଣମାନେ ଯିବେ, ସାଇଟ୍କୁ ଯାଇକି ଆପଣମାନେ ଆପଣଙ୍କର ଯୋଉ ଆପ୍ଲାଏ ପ୍ରୋସେସ୍ ଆପଣମାନେ କରିପାରିବେ ଏବଂ ଆପ୍ଲାଏ ପାଇଁ ଆପଣଙ୍କର ରହିଛି କେତେ ନା 600 ଟଙ୍କା ଆମାଉଣ୍ଟ ରହିଅଛି ଯୋଉଟା କି ଆପଣମାନେ ଅନଲାଇନ୍ ମାଧ୍ୟମରେ ଆପଣମାନେ ପେ କରିବେ। ଗୁଗୁଲ ଲିଙ୍କ ଆପଣଙ୍କର ଦିଆଯାଇଛି, ଏ ଲିଙ୍କ ମଧ୍ୟ ମୁଁ ମୋର ଭିଡ଼ିଓ ଡିସ୍କ୍ରିପସନରେ ମେନସନ କରିଦେବି। ଏ ଲିଙ୍କକୁ ଆପଣମାନେ କ୍ଲିକ୍ କରିକି ଆପଣଙ୍କ ଏଇ ଆମାଉଣ୍ଟଟି ପେ କରିକି ଆପଣଙ୍କ ଯୋଉ ଆପ୍ଲିକେସନ ଫର୍ମଟି ଫିଲ୍ଅପ୍ କରିପାରିବେ। ଠିକ ଅଛି, ଏବଂ ଯଦି ଆପଣଙ୍କ କିଛି ଏକ୍ସଟ୍ରା କିଛି ଇନଫର୍ମେସନ କିଛି ଡାଉଟ୍ ଥାଏ ତାହେଲେ ଆପଣମାନେ କଣ୍ଟାକ୍ଟ ନମ୍ବର ଦିଆଯାଇଛି ଏଠି ବହୁତ ସାରା, ଏଥିରେ ଆପଣମାନେ କଣ୍ଟାକ୍ଟ ନମ୍ବରରେ କଣ୍ଟାକ୍ଟ କରିକି ସବୁ କିଛି ବୁଝିପାରିବେ। ଠିକ ଅଛି, ତ ଇଏ ଥିଲା ସଠିକ ଇନଫର୍ମେସନଟି ଯୋଉଟା କି ଆପଣଙ୍କ ଆଡମିସନ ରିଲେଟେଡ୍ ରହିଛି ଫକୀରମୋହନ ୟୁନିଭର୍ସିଟିରେ ଆପଣଙ୍କ ଡିଷ୍ଟାନ୍ସ କୋର୍ସ PG ଏବଂ ଆପଣଙ୍କ UG କୋର୍ସ ସବୁ ଏଥିରେ ରହିଅଛି।
ଠିକ ଅଛି। ତ ଯୋଉମାନେ ଇଣ୍ଟରେଷ୍ଟେଡ ଅଛନ୍ତି ନିହାତି ଆପଣମାନେ ଆପ୍ଲାଏ କରନ୍ତୁ। ଆପଣଙ୍କର ଆପ୍ଲାଏର ଲାଷ୍ଟ ଡେଟ୍ ମଧ୍ୟ ରହିଅଛି 30/3/2026। ଠିକ ଅଛି, ଲଙ୍ଗ ଟାଇମ ଆପଣଙ୍କର ଏଇ ଆପ୍ଲାଏ ଏବେ ଚାଲିବ। ତ ଆପଣମାନେ ଆରାମସେ ସବୁ କିଛି ବୁଝିକି ଆପ୍ଲାଏ କରିପାରିବେ। ଠିକ ଅଛି। ତ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ବହୁତ ସାରା ଭଲ ପାଇବା ଦିଅନ୍ତୁ। ଦେଖା ହବ ଏମିତି ସାରା ଭିଡ଼ିଓକୁ ନେଇକି ଆଗକୁ ମଧ୍ୟ। ଜୟ ଜଗନ୍ନାଥ।